ପିଲାମାନେ ଆଜି ଆମେ ପଢ଼ିବା ଭାରତର ବୁଲବୁଲ। ତାକୁ ଲେଖିଛନ୍ତି ଭଗବାନ ମହାନ୍ତି। ଝିଅଟିଏ ଥିଲା, କବିତା ଲେଖାରେ ତାର ଭାରି ମନ। କିଏ ଦିନ କି ରାତି ସେ ଏକୁଟିଆ ବସି ମନେ ମନେ କ'ଣ ଗୁଣୁ ଗୁଣୁ ହୋଇ ଖାତାରେ ଲେଖି ପକାଏ। ବେଳ ପାଇଲେ ବାହାରେ ବୁଲି ସୁନ୍ଦର ସୁନ୍ଦର ଫୁଲ ଚଢ଼େଇ ଗଛଲତା ସବୁକୁ ଅନେଇ କ'ଣ ଭାବେ। ସତେ ଯେପରି ଏମାନେ ତାର ଅତି ଆପଣାର। ଏକଥା ମାଆଙ୍କ ଛଡ଼ା ଅନ୍ୟ କେହି ଜାଣିପାରନ୍ତି ନାହିଁ। ମା ଝିଅକୁ ଉତ୍ସାହ ଦିଅନ୍ତି, ବାପା କିନ୍ତୁ ଚାହାନ୍ତି ଓଲଟା। ବାପା ଇଚ୍ଛା ଝିଅ ଅଙ୍କ କଷୁ, ହିସାବ କିତାବ ଭଲ ଜାଣୁ। ଥରେ ବାପ ଝିଅ କେତେ ଖଣ୍ଡ କଷିବାକୁ ଦେଲେ। ଥରେ ବାପା ଝିଅକୁ କେତେ ଖଣ୍ଡ ଅଙ୍କ କଷିବାକୁ ଦେଲେ, ମାତ୍ର ଝିଅର ଅଙ୍କ କଷିବାରେ ମନ ନାହିଁ। ଅଙ୍କ କଷିବା ପାଇଁ ବାଧ୍ୟ କରି ବାପା ତାକୁ ଗୋଟିଏ କୋଠରୀ ଭିତରେ ରଖି ବାହାରେ କବାଟ କିଳିଦେଲେ। କେତେ ସମୟ ପରେ ଆସି କବାଟ ଖୋଲିଲେ ମାତ୍ର ଏ କ'ଣ? ଝିଅଟି ଅଙ୍କ ନ କଷି ଲେଖି ପକାଇଛି ଗୋଟିଏ ସୁନ୍ଦର କବିତା। କବିତାଟି ଲେଖାଯାଇଛି ଇଂରାଜୀ ଭାଷାରେ। ବାପା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ମନେ ମନେ କହି ପକାଇଲେ, ବାଃ, କେତେ ସୁନ୍ଦର କବିତା। ସେ ଭାବିଲେ ତାଙ୍କ ଝିଅ ଭବିଷ୍ୟତରେ ନିଶ୍ଚିନ୍ତ ଜଣେ ବଡ଼ କବି ହେବ, କବି ଭାବରେ ନାଁ କରିବ। ପାଠପଢ଼ା ସହିତ ଝିଅଟି ମନପ୍ରାଣ ଲାଗି ରହିଲା କବିତା ଲେଖାରେ। ବଡ଼ ହେଲା ପରେ ସତକୁ ସତ ସାରା ପୃଥିବୀ ନାଁ କଲା। ଏବେ ତାଙ୍କୁ କବିତା ସ୍କୁଲ କଲେଜ ପଢ଼ା ହେଉଛି। ତାଙ୍କ ଲେଖା ପଢ଼ି ଲୋକମାନେ ଆନନ୍ଦ ପାଉଛନ୍ତି। ଏହି ନାରୀ କବିଙ୍କର ଇଂରାଜୀ ଭାଷାରେ ବେଶ୍ ଦକ୍ଷତା ଥିଲା। ଇଂରେଜ ଲୋକମାନେ ମଧ୍ୟ ତାଙ୍କ କବିତା ପ୍ରଶଂସା କରୁଥିଲେ। ତାଙ୍କ କବିତା ମୁଗ୍ଧ ହୋଇ ତାଙ୍କୁ କହୁଥିଲେ ପ୍ରାଚ୍ୟ ଜଗତର କୋକିଲ। ଆଉ କେହି କହିଲେ ଭାରତର ବୁଲବୁଲ। ଏହି ମହିଳା ଜଣକ ହେଉଛନ୍ତି ଭାରତର ଲୋକପ୍ରିୟ ନେତ୍ରୀ, ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁ। ନାଇଡୁ ଗୋଟିଏ ମଧ୍ୟବିତ୍ତ ବଙ୍ଗାଳୀ ପରିବାରରେ 1879 ମସିହା ଫେବୃଆରୀ 13 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ମାତା ବରଦା ସୁନ୍ଦରୀଙ୍କର ସନ୍ତାନମାନଙ୍କ ମଧ୍ୟରେ ସେ ଥିଲେ ସବୁଠାରୁ ବଡ଼। ସରୋଜିନୀ ହାଇଦ୍ରାବାଦରେ ଜଣେ ଡାକ୍ତର ଗୋବିନ୍ଦ ରାଜୁଲୁ ନାଇଡୁ ବିବାହ କରିଥିଲେ। ବିବାହ ପରେ ସେ ନିଜ ନାଁ ଲେଖିଲେ ସରୋଜିନୀ ନାଇଡୁ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ପ୍ରତିଭା ବାଲ୍ୟକାଳରୁ ଫୁଟି ଉଠୁଥିଲା। ମାତ୍ର 12 ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ସମସ୍ତ ପରୀକ୍ଷା ମଧ୍ୟରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହାପରେ ସେ ଯାଇ ଇଂଲଣ୍ଡ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଲେ। ପାଠ ପଢ଼ିବା ସଙ୍ଗେ ସଙ୍ଗେ ସୁନ୍ଦର ସୁନ୍ଦର କବିତା ରଚନା କରିବା ଓ ବ୍ୟାକୁଳ ଦେବ ମଧ୍ୟ ସେ ନିଜକୁ ଦକ୍ଷତା ପରିଚୟ ଦେଲେ। ସେତେବେଳେ ଭାରତର ଇଂରାଜ ଶାସନ ଅଧୀନରେ ଥାଏ। ନିଜ ଜନ୍ମଭୂମି ପରାଧୀନତା ତାଙ୍କ ହୃଦୟରେ ଗଭୀର ଦୁଃଖ ଆଣିଦେଲା। ଏଣୁ ସେ ଦେଶପ୍ରେମମୂଳକ କବିତା ଲେଖିବାକୁ ଲାଗିଲେ। ତାଙ୍କ ଦେଶପ୍ରେମମୂଳକ କବିତା ଓ ବ୍ୟାକୁଳତା ସେ କାଳକ ସ୍ୱାଧୀନତା ସଂଗ୍ରାମୀ ଅନୁପ୍ରାଣ କରିଥିଲେ। ଏହିପରି ଜବାହରଲାଲ ନେହେରୁ ଏବଂ ସୁଭାଷ ଚନ୍ଦ୍ର ବୋଷ ଭଳି ସେକାଳର ସଂଗ୍ରାମୀ ଯୁବକମାନେ ମଧ୍ୟ ସେ କବିତା ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି। 1903 ମସିହା ବମ୍ବେ ମୁମ୍ବାଇରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏକ ବିରାଟ ସଭା ହେଉଥାଏ। ସେହି ସଭାରେ ସେ ନିଜ ଇଂରାଜୀ ଲେଖିଥିବା ଏକ ଉଦ୍ବୋଧନ କବିତା ସୁନ୍ଦର ସ୍ୱରରେ ଗାନ କରିଥିଲେ। ତାଙ୍କର କଣ୍ଠସ୍ୱର କୋଇଲି ସ୍ୱର ଭଳି ଖୁବ୍ ମଧୁର ଥିଲା। ସେହି କବିତାଟି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ହୃଦୟ ଗଭୀର ଭାବରେ ସ୍ପର୍ଶ କଲା। ସେ ଯେଭଳି ସୁନ୍ଦର ସୁନ୍ଦର କବିତା ଲେଖୁଥିଲେ, ତାଙ୍କୁ ସେଭଳି ସୁନ୍ଦର ସୁନ୍ଦର ଗାନ କରିପାରୁଥିଲେ। ସେଥିପାଇଁ ତାଙ୍କୁ କୁହାଯାଏ ଭାରତର ବୁଲବୁଲ। ପରବର୍ତ୍ତୀ କାଳରେ ସରୋଜିନୀ ନାଇଡୁ ଭାରତର ସ୍ୱାଧୀନତା ସଂଗ୍ରାମ ସକ୍ରିୟ ଭାବେ ଅଂଶଗ୍ରହଣ କଲେ। 1914 ମସିହା ପ୍ରଥମ ଥର ପାଇଁ ସେ ଗାନ୍ଧିଜୀଙ୍କୁ ଭେଟିଲେ। ଗାନ୍ଧୀଙ୍କ ନୀତି ଆଦର୍ଶ ଓ ସରଳତା ତାଙ୍କୁ ପ୍ରଭାବିତ କରିଥିଲା। କବିତା ଓ ଭଲ ଭାଷଣ ଦେବା ଦକ୍ଷତା ସରୋଜିନୀ କ୍ଷେତ୍ରରେ ମଧ୍ୟ ତାଙ୍କୁ ନିରୂପଣ ପ୍ରକାଶ ହୋଇଥିଲା।
1930 କଥା। ସେତେବେଳେ ଭାରତର ଲବଣ ସତ୍ୟାଗ୍ରହ ଚାଲିଥିଲା। ଗାନ୍ଧୀଙ୍କର ସତ୍ୟାଗ୍ରହରେ ମାତିଥାନ୍ତି। ଇଂରେଜମାନେ ଯେତେବେଳେ ଗାନ୍ଧୀକୁ ଗିରଫ କଲେ, ସରୋଜିନୀ ନାଇଡୁ ସେହି ସତ୍ୟାଗ୍ରହ ନେତୃତ୍ୱରେ ନେଇ ଆନ୍ଦୋଳନକୁ ଚାଲୁ ରଖିଲେ। ଦେଶ ପାଇଁ ସେ ବହୁତ କାରାବରଣ କରିଛନ୍ତି ଓ ବହୁତ ଦୁଃଖ କଷ୍ଟ ସହିଛନ୍ତି ମଧ୍ୟ। ଭାରତର ସ୍ୱାଧୀନତା ଲାଭ ପରେ ସେ ଉତ୍ତରପ୍ରଦେଶ ରାଜ୍ୟପାଳ ପଦବୀ ମଣ୍ଡନ କରିଥିଲେ। ଏହିପରି ଗୌରବ ଅର୍ଜନ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା। ରାଜ୍ୟପାଳ ରୂପେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ 70 ବର୍ଷ ବୟସରେ 1949 ମାର୍ଚ୍ଚ 2 ତାରିଖ ତାଙ୍କର ମୃତ୍ୟୁ ହୋଇଥିଲା। ଭାରତବାସୀଙ୍କର ହୃଦୟରେ ତାଙ୍କର ସ୍ମୃତି ଚିରଦିନ ଅମଳିତ ହୋଇ ରହିଲା। ସେ କେବଳ ପ୍ରାଚ୍ୟ ଜଗତର କୋକିଳ ବା ଭାରତର ବୁଲବୁଲ ନଥିଲେ, ସେ ଥିଲେ ପ୍ରକୃତରେ ହୀରାଟିଏ। ପିଲାମାନେ, ତମକୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଆଉ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଆସିକି ପଢ଼ି ଦେଉଛନ୍ତି ସମସ୍ତେ, କିନ୍ତୁ ସବସ୍କ୍ରାଇବ୍ କରୁନାହାନ୍ତି। ପ୍ଲିଜ୍ ସମସ୍ତେ ସବସ୍କ୍ରାଇବ୍ କରିନେବେ।